ଔପଦାରେ ସାଇବର ଠକାମି ରୋକିବା ପାଇଁ ଜନସଚେତନତା କାର୍ଯ୍ୟକ୍ରମ। ଆଜି ବିଜ୍ଞାନ ଯେତେ ଉନ୍ନତ ହୋଇ ଲୋକକଲ୍ୟାଣ କାମରେ ଲାଗୁଛି, ସାଧାରଣ ଜନଜୀବନ ସେତେ ଦୁର୍ବିଷହ ହୋଇପଡ଼ୁଛି। ଏହାର ଜ୍ୱଳନ୍ତ ଉଦାହରଣ ସାଇବର କ୍ରାଇମ୍ ବା ସାଇବର ଠକାମି ଅପରାଧ। ପ୍ରାୟ ପ୍ରତିଦିନ ସମଗ୍ର ବିଶ୍ୱରେ ସାଧାରଣ ଜନତା ଶହ ଶହ ସାଇବର ଠକାମିରେ ଶିକାର ହୋଇ ଖାଲି ଧନ ସମ୍ପତ୍ତି ହରାଇ ନାହିଁ, ପରନ୍ତୁ କେତେ ନିରୀହ ଜୀବନ ମଧ୍ୟ ନଷ୍ଟ ହେଉଥିବାର ସମ୍ବାଦ ଲୋକଲୋଚନକୁ ଆସିଛି। ଜାଣହତରେ ହେଉ ବା ଅଜାଣତରେ ହେଉ ଯୁବକଠାରୁ ଶିକ୍ଷିତ ବ୍ୟକ୍ତିମାନେ ଏହି ସାଇବର ଅପରାଧରେ ଶିକାର ହୋଇ ଦୁଃଖ ନିର୍ଯାତନା ଭୋଗ କରୁଛନ୍ତି। ଏଭଳି ସବୁ ଅପରାଧ ଅଭିଯୋଗ ଥାନାମାନଙ୍କରେ ପହଞ୍ଚି ପୋଲିସର ମୁଣ୍ଡବିନ୍ଧାର କାରଣ ପାଲଟିଛି। ଜନସଚେତନତା ଓ ଆଇନର ଅଭାବ ପାଇଁ ମୁଖ୍ୟତଃ ଏହିଭଳି ଘଟୁଛି ବୋଲି ଦୈନନ୍ଦିନ ଜୀବନରେ ଜାଣିବାକୁ ମିଳିଛି। ଏହାକୁ ରୋକିବା ପାଇଁ ସରକାରଙ୍କ ତରଫରୁ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ ସବୁ ହାତକୁ ନିଆଯାଇଛି। ଔପଦା ଥାନା ତରଫରୁ ଆଜି 30 ତାରିଖ ଗୁରୁବାର ପୂର୍ବାହ୍ନରେ ଔପଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଔପଦା ଥାନା ଅଧିକାରୀ ସୁବୋଧ କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଦ୍ୟାଳୟର ଛାତ୍ରୀମାନଙ୍କ ମଧ୍ୟରେ ସାଇବର ଠକାମି ଓ ତା'ର ନିରାକରଣ ଉପରେ ଏକ ତର୍କ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଅଧ୍ୟକ୍ଷ ବ୍ରଜକିଶୋର ପାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଜନସଚେତନତା ସଭାରେ ବହୁ ଲୋକ ଯୋଗଦାନ କରିଥିଲେ।